फ्रेंड्स जय जगन्नाथ आपण मैंने समस्ते भल थे आशा करमर आज यहाँ फास्ट ब्लॉग आम दी जन एडमिशन दादी पुतुरा आम दी जन जाऊँ एडमिशन आपण मानक आम बाटर सब रोड देखू आ टिफिन भी करूँ कौन कौन है सब देखू चलते आ डेरी न करी आगू जी आगे जहाँ हम हेलमेट आम बर्तमान हेलमेट पिंधि जाऊँ मैंने चलतु आम बर्तमान रोड के देखी बहुत लंबा हम बोली आम टिफिन सेंटर में आपको देखा आम बर्तमान मार्केट पाखापाखि हो गलु अस्तर मार्केट आम बहुत शीघ्र आम टिफिन करूँ जानी खोला अच्छी कि ना सका आम एत सका बाहर खोला अच्छी खोला जदि नम बेड़ा खराब हाँ जा हो खोला अच्छी मुटा खोला अच्छी आम बर्तमान पहुँची गलु टिफिन सेंटर रे कौटी कि उमाशंकर टिफिन सेंटर आम बर्तमान पहुँची गलु टिफिन सेंटर भर जाऊँ चलो 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 कौन खाया इडली पहुँच गल खाइबू ए बर्तमान हाथ धोई जी हाथ धोबे बेस सका बर्तमान खाया आसपारे कांगाड़िया भाया है सान मोर आसनी यार आगु आसीगला खाते कांगाड़िया भाया पहुँचू बर्तमान आसी कांगाड़िया आसू आसू आग खाई गोटाई खाया सैला आम बर्तमान जीवु गाड़ी गाड़ी चला चला हेलमेट न पिंध तू पिंधि मुझे पिंधि अध बाटर पिंधा रिचार्ज आउन बोलो कौन खरा पड़ुना कौन किसी देखा देखा कौन सकाल सकाल मार्केट रे कौन दुकान खोला हवा नहीं आम एत सकाल मार्केट आम अस्तरंग मार्केट कौन दुकान भी खोला है आग को जी आगे साइकल दुकान अच्छी खाली खोला है साइकल दुकान टा ये देखु तेल टे पके आगे पेट्रोल टांगी तेल पके जीवा चलतु आम मैंने बर्तमान आम अस्तरंग पार्क पार्क नुह तो बसाड़े पूरा बोलबाल कर तो चलते आगे ब्लॉक हूँ गोटे भी भूलभाल हेनी आपने कहल आपने निजे कर बुझीपारे टाइम होगा बर्तमान 7टा 48 आम जाकि पेट्रोल टांगी भल माइलेज कहूँ आगटा ही चल आग टाइम तेल पकई सारू आगू चल जा डायरेक्ट ठाकुमुंडे देखा देखी निमापड़ा मार्केट रे निमापड़ा मार्केट देखिए मझे टे काकटपुर मार्केट मार्केट आगू सब देखे भिडियो लगे रुहूँ इंडियन ऑयल हाई कृष्ण बस आगे बस आम बर्तमान पार कर बर्तमान मेन रोड उपर आम अच्छु टाइम स्टार भुवनेश्वर जीव भुवनेश्वर देखा देखी मैंने ये देखो ये विश्व प्रसिद्ध मंगला मंदिर ये मंगला टेम्पल काकटपुर तो मंगला मंदिर फास्ट गेट यहाँ जहाँ हूँ आम पाखापाखि अच्छु माँ एपटे भी मंगला माँ पाखक जापरेंगे आउपटे आगपटे भी पाख अच्छे चलते भिडियो टे लगे रुहतु आम सब किसी देखू बढ़िया बढ़िया भिडियो करूँ ये थाना काकटपुर थाना
ଏଇଟା ହେଉଛି ଥାନା ଆମ କାକଟପୁର ଥାନା। ପହଞ୍ଚି ଯାଇଛି ବର୍ତ୍ତମାନ। ଚାଲନ୍ତୁ, ନୂଆହାଟ ମାର୍କେଟଟା ବହୁତ ଗହଳି, ସବୁବେଳେ ମାର୍କେଟ ବହୁତ ଗହଳି। ଟିକେ ଗହଳି ନୁହେଁ। ଆଉ ଥରେ ଆସିଥିଲି ମାର୍କେଟରେ ପୁରା ଜାମ୍ ହେଇଯାଇଥିଲା ଗାଡ଼ି। ସକାଳ ଅଛି ବୋଲି ଟିକେ ଫାଙ୍କା ଅଛି, ନହେଲେ ଆଉ ଟିକେ ହେଲା ଆଉ ଗୋଟେ ଅଛି ଗୋଟେ ବଡ଼ ମନ୍ଦିରଟେ ଅଛି। ମନ୍ଦିର ଆପଣ ବହୁତ ପୁରା ରୋଡ଼ ଅଧା ଖବର କରିଛି ସେ ମନ୍ଦିର। ବହୁତ ଭିଡ଼ିଓରେ ଆପଣମାନେ ବି ଦେଖିଥିବେ, ଟ୍ରେଣ୍ଡିଂ ଭିଡ଼ିଓରେ। ଦେଖିଲ କି ଗହଳି ମାର୍କେଟ। ଚାଲନ୍ତୁ ଆଗକୁ ବଢ଼ିବା। ବିରାଟ ବଡ଼ ମନ୍ଦିର। ଦେଖନ୍ତୁ ଏଇଟା ନୂଆହାଟ ମନ୍ଦିର, ଜଗନ୍ନାଥ ମନ୍ଦିର। ଜୟ ଜଗନ୍ନାଥ। ଜଗନ୍ନାଥ ମନ୍ଦିର ଦେଖନ୍ତୁ କ୍ୟାମେରା ଭଲରେ କ୍ୟାପଚର ହେଇପାରୁନି, କିନ୍ତୁ ଆମେ ତା ଭିତରକୁ କେବେ ଯିବୁ। ଜଗନ୍ନାଥ ମନ୍ଦିର ଦେଖନ୍ତୁ, ବିରାଟ ବଡ଼ ମନ୍ଦିର। ଭିଡ଼ିଓଟି ଭଲ ଲାଗିଥିଲା ଲାଇକ୍ କରିବେ, କମେଣ୍ଟ କରିବେ। ଆମ ଭିଡ଼ିଓରେ ଲାଗି ରୁହନ୍ତୁ, ଆଗକୁ ବହୁତ କିଛି ଦେଖିବାର ଅଛି। ଏବେ ହେଇନି କିଛି, ଆପଣମାନେ ବହୁତ ସପୋର୍ଟ କରନ୍ତୁ ଆପଣମାନେ। ବର୍ତ୍ତମାନ ଆମେ ଏବେ ଚାରିଛକ ମାର୍କେଟରେ ଯାଉଛୁ। ଆଉ ଅଳ୍ପ ବାଟରେ ଆମେ ନିମାପଡ଼ାରେ ପହଞ୍ଚିବୁ କଲେଜରେ। ନିମାପଡ଼ା ଆଉ 8 କିଲୋମିଟର। କଟକ ରୋଡ଼, ଏପଟକୁ କଟକ ଯିବାକୁ ରୋଡ଼, ସେପଟେ ପୁରୀ ରହିଗଲା, ଏପଟେ ଭୁବନେଶ୍ୱର। ଆମେ ନିମାପଡ଼ା ଯିବୁ, ଏତେ ବାଟ ଯାଇପାରିବୁ। ପିଲା ଯାଉଛନ୍ତି, ଦେଖନ୍ତୁ କଲେଜ ପିଲା। ସକାଳେ ତ ପିଲାମାନେ କଲେଜ ଯିବାକୁ ନାହାନ୍ତି, ତଥାପି ଗୋଟେ ପିଲା ଯାଉଛନ୍ତି। ତା ପରଠୁ ଆମର ଯେତେ ବ୍ଲଗ୍ ଆସିବ ସବୁ ଆମର ହଷ୍ଟେଲ ବ୍ଲଗ୍। ଆଉ ଯୁଆଡ଼େ ଗଲୁ କି କ'ଣ କଲୁ ହଷ୍ଟେଲରେ ସବୁ ଦେଖେଇବୁ। ଆଗକୁ ଯେତେ ବ୍ଲଗ୍ ଆସିବ ହଷ୍ଟେଲ ବ୍ଲଗ୍। ଆଉ ହଷ୍ଟେଲରେ ତ ଯେଉଁ ଭଳିଆ ଖାଦ୍ୟ ଆପଣମାନେ ଦେଖିବେ, ଆଉ ଆପଣମାନେ ହଷ୍ଟେଲରେ ରହିବାକୁ ଆଉ ଇଚ୍ଛା କରିବେନି ଆମ ଖାଦ୍ୟ ଦେଖିବେ। ମାନେ ଆମେ ବର୍ତ୍ତମାନ ନିମାପଡ଼ାରେ ପହଞ୍ଚିଗଲୁ। ନିମାପଡ଼ାରେ ଆମେ ପହଞ୍ଚିଗଲୁ, ବ୍ରିଜ୍ ଉପରକୁ ଉଠୁଛୁ। ଡ୍ରାଇଭିଂ କରି ମୋ ଗାଣ୍ଡି ଦରଜ ହେଇଗଲାଣି। କ'ଣ କରିବା, ଲଙ୍ଗ୍ ଡ୍ରାଇଭ୍ରେ ତ ଗଲେ ସେଇଆ ଆଉ। ନିମାପଡ଼ା এইପଟେ ଗଲେ ନୁହଁ, ଗଲି ଯେ ମୋ ମାଉସୀ ଘର ନା ସିଧା ଚାଲୁ। ମୁନିଆପାଟଣା ଘାଟ। ଏପଟେ ମେଡ଼ିକାଲ ନାହିଁ, ମେଡ଼ିକାଲ ସେପଟେ ଅଛି। ଏଇପଟେ ଗଲେ ଆମେ ନିମାପଡ଼ାରେ ପହଞ୍ଚିଗଲୁ ଫାଇନାଲି। ଆମେ ନିମାପଡ଼ାରେ ପହଞ୍ଚିଗଲୁ। ଆଡ଼ମିସନ୍ କରିବାକୁ ଆଜି ଆସିଥିବେ ବହୁତ ପିଲା। ସବୁ ଦେଖେଇବୁ, ନିମାପଡ଼ା କଲେଜ ଭିତରେ ବି ଦେଖେଇବୁ। ନିମାପଡ଼ା ବସଷ୍ଟାଣ୍ଡ ଆଗରେ ଏପଟେ ଯିବୁ ହେଲା। ଇଏ ହେଉଛି ସାଇ ବିଜ୍ଞାନ କୋଚିଂ ସେଣ୍ଟର। ଏଇଠି ବି ହଷ୍ଟେଲ। ଇଏ ତ ହଷ୍ଟେଲ, ସାଇନ୍ସ ପିଲାଙ୍କ ହଷ୍ଟେଲ। ବାଳ ଜାଗା ଇଏ। समझ रहे हो ना। ମାନେ ନୂଆ ରୋଡ଼ କାମ ହେଇଛି। ଏଇଠି ହେଉଛି ଆମ ସଦ୍ଗୁରୁ କୋଚିଂ ସେଣ୍ଟର। ସଦ୍ଗୁରୁ ଏଇଠି ପିଲା କୋଚିଂ ହେଉଛି, କୋଚିଂ ଆମ ନିମାପଡ଼ା ତ ରୋଡ଼ କାମ ହେଉଛି ଆଉ। ଆମେ କଲେଜ ପାଖାପାଖି ହେଇଗଲାଣି। ଗାର୍ଲସ ହଷ୍ଟେଲ, ଖାଲି ଗାର୍ଲସ ହଷ୍ଟେଲ। ବଏଜ ପାଇଁ ଜାଗା ନାହିଁ, ଦୁନିଆରେ ବଏଜ ପାଇଁ ଜାଗା ନାହିଁ। ପହଞ୍ଚିଗଲୁ ଫାଇନାଲି, ଆମେ ପହଞ୍ଚିଗଲୁ ନିମାପଡ଼ା ସକାଳରେ। କଲେଜରେ ଫାଇନାଲି ପହଞ୍ଚି ଯାଇସ୍। ସକାଳୁ ସକାଳୁ କେହି ନାହିଁ କଲେଜରେ। ଝିଅ ପିଲାଙ୍କ ସାଇକେଲ ଷ୍ଟାଣ୍ଡ କିଛି ନାହିଁ। ପ୍ରିନ୍ସିପାଲ ଅଫିସ ତାପରେ ଆମେ ଆଡ଼ମିସନ୍ କରିବାକୁ କୋଉଠି ଆସିବା? ଆମେ ଏଇଠି ଆସି ଆଡ଼ମିସନ୍ ହେଉଛି କ୍ୟାଣ୍ଟିନ୍ ସେଣ୍ଟର। ଏଇପଟେ ଚାଲେ
ଡାହାଣ ହଷ୍ଟେଲ କାଇଁ ଡାହାଣ ପଟକୁ ସାଙ୍ଗମାନେ କଲେଜରେ କେହି ନାହାନ୍ତି, କଲେଜ ପୁରା ଫାଙ୍କା। ଏଇପଟେ ହଷ୍ଟେଲ ହେଲା, ଏଇ ଯେ ହଷ୍ଟେଲ ଇଏ ଦେଖନ୍ତୁ ଆମେ ବର୍ତ୍ତମାନ ନିମାପଡ଼ା ହଷ୍ଟେଲ ଭିତରେ ପହଞ୍ଚି ଯାଇସ୍। ଏଇଠି ବଏଜ୍ ହଷ୍ଟେଲ ଲାଙ୍ଗାମା ଚିକ୍ ଚିକ୍ ପହଞ୍ଚିଗଲୁ। ଆମେ ପହଞ୍ଚିଗଲୁ ହଷ୍ଟେଲ ଭିତରେ। ସମୟ ଆସି ହେଲାଣି 8ଟା 9ଟା ବେଳ ହେଲାଣି, ପିଲା କିନ୍ତୁ ଉଠିବାକୁ ନାହାନ୍ତି। ନା ମୁଁ ତମକୁ ଦେଖେଇବିନି। ଇଏ ହେଉଛି ଆମ ରୁମ୍। ଇଏ ହେଉଛି ପିଲା ସେଇଠି ଶୋଇଛନ୍ତି ପିଲା। ଇଏ ହେଉଛି ଆମର ଟୋକା ଠିଆ ହେଇଛନ୍ତି। ଏପଟେ ବି ପିଲା ଶୋଇଛନ୍ତି ଦେଖନ୍ତୁ। ଏପଟେ ଗୋଟେ ଭାଇ ଆମର ଉଠିଛନ୍ତି ଗପୁଛନ୍ତି, ଆଉ ସମସ୍ତେ ଶୋଇପଡ଼ିଛନ୍ତି। ଦେଖନ୍ତୁ ଗୋଟେ ଭାଇକି ମୁଁ ଜୁମ୍ କରି ଦେଖାଉଛି ପୁରା କେମିତି ଶୋଇଛନ୍ତି ଦେଖନ୍ତୁ। ହଉ नहीं सारुण के यहाँ कुछ तो गड़बड़ है, जरूर कोई ना कोई। ଆମେ ହଷ୍ଟେଲ ଆଡ଼ମିସନ୍ ପାଇଁ ଆମେ ଏଇଠି ଲେଖା ଲେଖି କରୁଛି। ହଷ୍ଟେଲ ଆଡ଼ମିସନ୍ କହିଲେ ଆମେ ସିଧା ଖାଇବି ଘରକୁ ଯିବୁ। ଏଇଠି ଆମର ଭାଇ ବସୁଛନ୍ତି, ଟିକେଟ୍ ଆମ ଗୀତାର ଭାଇ ବସୁଛନ୍ତି ଏଇଠି। ହାଇ କରିଦିଅ ଭାଇ। ଫାଇନାଲି ଆଡମିସନ ସରିଯାଇଛି। ଆମେ ଖାଇ ଦେଇକିରି ଏବେ ଖିଆ ପିଆ ସରିଗଲା। ବହୁ ବିଳମ୍ବ ପରେ ଆମେ ଘରକୁ ଯାଉଛୁ। ସାର୍ ମାନେ ଥିଲେ ତ ଆମେ ଆପଣଙ୍କୁ ଖାଦ୍ୟଟା ଦେଖେଇ ପାଇଲୁନି। ଆମେ ବଢିଆ ଥିଲା ଖାଇବା। ହଁ ବଢିଆ ଥିଲା, ତଥାପି ଖାଦ୍ୟ ପରେ ଆମେ ଘରକୁ ଯାଉଛୁ। ଆଉ ବର୍ଷା ଟିକେ ଟିକେ ହବାର ଲାଗିଛି। କୋଉ ଭଳିଆ ବର୍ଷା ଉଠେଇଛି, ଆମେ ଏ ବର୍ଷାରେ ଆପଣମାନଙ୍କୁ ଭିଡ଼ିଓ ଦେଖେଇ ପାରିବୁ କି ନାହିଁ ସନ୍ଦେହ। ଆମେ ଚାଲୁଛୁ ଆଉ ସାଙ୍ଗମାନେ ଦେଖନ୍ତୁ, ଆମେ ଏବେ ଘରକୁ ଯାଉଛୁ। ଇଏ ହେଉଛି ଡ୍ରାଇଭର। ଆଉ କିଛି ସମୟ ପରେ ପହଞ୍ଚିବୁ। ମୋ ଜୀବନ ଏଇ ଡ୍ରାଇଭର ଉପରେ, ଇଏ ଯାହା କରିବ ଆଉ। ଆଉ ଆମେ ବର୍ତ୍ତମାନ ଘରେ ପହଞ୍ଚିଲେ ଲଗେଜଟା ବାକି କିଣିକି ନେବାର କାମଠୁ ନେବା ଆଉ। କାଲି ତାହେଲେ ପହଞ୍ଚିଲେ ରହିବ ଆଉ। ଆମେ ହଷ୍ଟେଲ ବ୍ଲଗ ଆମର ଡେଲି ଆସିବ। ହଷ୍ଟେଲ ବ୍ଲଗ ଆସିବ। ହଁ।